ଗୋଟିଏ ବଣରେ ଦୁଇଟି ପରିବାର ରହୁଥିଲେ। ଗୋଟିଏ ପରିବାର ହେଲା ଟିକି ଚଢ଼େଇର ପରିବାର, ଆଉ ଗୋଟେ ପରିବାର ହେଲା ରାମୁ ଚଢ଼େଇର ପରିବାର। ଟିକି ଚଢ଼େଇ ରାମୁ ଚଢ଼େଇ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ। ସେମାନେ ସାଙ୍ଗରେ ଖେଳନ୍ତି, ବୁଲନ୍ତି ଆଉ ମଜାମସ୍ତି କରନ୍ତି। ଦିନେ ରାତିରେ ଟିକି ଚଢ଼େଇ ରାମୁ ଚଢ଼େଇ ପାଖକୁ ଫୋନ କଲା। ହ୍ୟାଲୋ ରାମୁ। ହଁ ଟିକି କୁହ, ତମର କାଲି କ'ଣ ମନେ ଅଛି ନା? କାଲି କ'ଣ ଯେ? କାଲି ପରା ଫେବୃଆରୀ ରବିବାର। ମୁଁ ଦେଖୁଛି ତମର ଟିକେ କିଛି ବି ମନେ ରହୁନାହିଁ। କାଲି ହେଉଛି ଚକୋଲେଟ୍ ଡେ। ତୁମର କାଲି ଯେତେ କାମ ଥାଉ ନା କାହିଁକି, କାଲି 2ଟା ବେଳେ ଆସି ପାର୍କ ପାଖରେ ମୋତେ ଦେଖା କରିବ। ଯଦି ନ ଆସିବ ମୋଠୁ ଖରାପ ଆଉ କେହି ହେବେନି। ହଉ, ମୁଁ କାଲି ପାର୍କରେ ପହଞ୍ଚିବି। ଗୁଡ୍ ନାଇଟ୍ ଟିକି। ସକାଳ ହେଲା, ଟିକି ଚଢ଼େଇ ଗୋଟେ ସୁନ୍ଦର ଚକୋଲେଟ୍ ନେଇ ରାମୁକୁ ଦେଖା କରିବା ପାଇଁ ପାର୍କକୁ ଗଲା। ପାର୍କରେ ଟିକି ଚଢ଼େଇ ରାମୁକୁ ଅପେକ୍ଷା କରିଥାଏ। କିଛି ସମୟ ପରେ ରାମୁ ଚଢ଼େଇ ହିରୋ ଷ୍ଟାଇଲରେ ଯାଇ ଟିକି ଚଢ଼େଇ ପାଖରେ ପହଞ୍ଚି ବସିଲା। ଟିକି ଚଢ଼େଇ କହିଲା, ହାପି ଚକୋଲେଟ୍ ଡେ ରାମୁ। ରାମୁ ଚଢ଼େଇ କହିଲା, ହାପି ଚକୋଲେଟ୍ ଡେ ଟିକି। ସେମାନେ ଦୁଇ ଜଣ ପରସ୍ପରକୁ ଆଣିଥିବା ଚକୋଲେଟ୍ ଦେଲେ ଏବଂ ମଜାରେ ଖାଇଲେ। କିଛି ସମୟ ପରେ ରାମୁ କହିଲା, ଟିକି ଚଢ଼େଇ, ଆଜି କ'ଣ ଏତିକିରେ ସରିଯିବ କି? ଆଉ କିଛି ହବନି କି? ଟିକି ଚଢ଼େଇ କହିଲା, ରୋଜ୍ ଡେରେ ରୋଜ୍ ଦେଲି ଆଉ ପ୍ରପୋଜ ଡେରେ ତମ ସାଥିରେ ରହିବା ପାଇଁ ପ୍ରପୋଜ କଲି। ତମର ଆଉ କ'ଣ ଦରକାର ଯେ? ରାମୁ କହିଲା, ମୁଁ ଗୋଟେ କଥା କହିବି, ତମେ ରାଗିବନି ତ? ଟିକି ଚଢ଼େଇ କହିଲା, ମୁଁ ରାଗିବିନି, ତୁମେ କୁହ। ରାମୁ କହିଲା, ତୁମର କ'ଣ ମନ ହଉନି ଅଏ ବିରିୟାନୀ ଖାଇବା, ଅଏ ରୁମରେ ମଜାମସ୍ତି କରିବା ଆଉ ବୁଲିବା? ଟିକି ଚଢ଼େଇ କହିଲା, ରାମୁ ତମେ ଭାରି ଦୁଷ୍ଟ। ମୁଁ ଜାଣିଛି ତୁମେ କ'ଣ କହିବା ପାଇଁ ଚାହୁଁଛ। ଏତିକି କହି ଟିକି ଚଢ଼େଇ ହସି ହସି ଉଡ଼ିଗଲା ଆଉ କହିଲା, ବ୍ୟସ୍ତ ହୁଅନି ରାମୁ, ଆଗକୁ ଆସୁଛି ଭାଲେଣ୍ଟାଇନ୍ ଡେ। ତୁମ ଇଚ୍ଛା ନିଶ୍ଚୟ ପୂରଣ ହେବ। ଜୟ ଜଗନ୍ନାଥ ସାଙ୍ଗମାନେ। ଯଦି ଏହି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଆମର ଏହି ନୂଆ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣମାନଙ୍କ ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ। ଜୟ ଜଗନ୍ନାଥ।